ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ଗତ ଭିଡ଼ିଓରେ ଆମେମାନେ ଶ୍ରୀ ରାମଚନ୍ଦ୍ର ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧ୍ୟରେ ଥିବା କିଛି ପାର୍ଥକ୍ୟକୁ ଆମେ ଦେଖିଥିଲେ। ଆଜିର ଭିଡ଼ିଓରେ ମଧ୍ୟ କିଛି ପାର୍ଥକ୍ୟ ଆମେ ଆଲୋଚନା କରିବା, ଯାହାକି ପୂର୍ବ ଭିଡ଼ିଓରେ ମୁଁ ଆପଣଙ୍କୁ କହିଥିଲି ସେଥିରୁ କିଛି ମୁଁ ଆଡ୍ କରିବି। ଆଜିର ଟପିକରେ, ଆଜିର ବିଷୟବସ୍ତୁରେ କିଛି ଆଡ୍ କରିକି, କିଛି ଯୋଗ କରିକି ମୁଁ କହିବି। ଆଉ ଟିକେ ଅଧିକ ମୁଁ କହିବା ପାଇଁ ଚାହେଁ। ତ ଶ୍ରୀ ରାମଚନ୍ଦ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ କିଛି ପାର୍ଥକ୍ୟ ଥିଲା କି? ଯଦି ଥିଲା, କ'ଣ ଥିଲା? କିଛି ସମାନତା ଥିଲା କି? ଯଦି ସମାନତା ଥିଲା, ତାହେଲେ କ'ଣ ଥିଲା? ତେବେ ଏମାନେ ଦେଖିବା, ଯଦି ଆମେ ହିନ୍ଦୁ ଧର୍ମ ଏବଂ ଖ୍ରୀଷ୍ଟ ଧର୍ମ ଦୁଇଟି ଯାକ ଧର୍ମର ଯଦି ଆମେ ପପୁଲେସନକୁ ଦେଖିବା, ଯଦି ଜନସଂଖ୍ୟାକୁ ଦେଖିବା, ଉଭୟ ଭାରତ ଏବଂ ପୃଥିବୀରେ ଯଦି ଆମେ ଦେଖିବା, ଭାରତରେ ଅଛନ୍ତି 72.4% ହିନ୍ଦୁ ଅଛନ୍ତି, ଆଉ ଖ୍ରୀଷ୍ଟିଆନ ଅଛନ୍ତି 4.8%। ଏଇଟା ହେଉଛି ଆମର ଭାରତ ବର୍ଷରେ ଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ମାନଙ୍କର ପପୁଲେସନ ବା ଜନସଂଖ୍ୟା। ଯଦି ଆମେ ସମଗ୍ର ପୃଥିବୀରେ ଦେଖିବା, ତେବେ ସେଠାରେ ଖ୍ରୀଷ୍ଟିଆନ ମାନଙ୍କ ସଂଖ୍ୟା ହେଉଛି 31.6% ଶତକଡ଼ା, ଆଉ ହିନ୍ଦୁମାନଙ୍କ ସଂଖ୍ୟା ହେଉଛି 15.1%। ତେବେ ପୁରା ଭାରତରେ ଦେଖିଲେ 72.4% ହିନ୍ଦୁ, ପୁରା ପୃଥିବୀରେ ଯଦି ଆମେ ଦେଖିବା, ତେବେ 31.6% ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି। ଆଉ ଏଇଟା ହିଁ ନିର୍ଦ୍ଧାରଣ କରେ ଯେ ଦୁଇଟା ଧର୍ମ ମଧ୍ୟରେ କ'ଣ ସବୁ ରହିଅଛି, ଯେ କାହିଁକି ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଏତେ ଆକର୍ଷିତ ହେଉଛନ୍ତି। ଯେ ଯଦି ଆମେ ଦେଖିବା, ପୁରା ପୃଥିବୀରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମାନିଲା ବାଲା ହେଉଛନ୍ତି ବହୁତ ଅଛନ୍ତି, ସଂଖ୍ୟାର ଅଧିକ। ଆଉ ଯଦି ଆମେ ଧର୍ମ ପୁସ୍ତକ ଦେଖିବା, ବାଇବେଲକୁ ପଢ଼ିଲା ବାଲା ବି ଅଧିକ ଅଛନ୍ତି, ଏବଂ ପୃଥିବୀରେ ଯେତେ ବି ବିକ୍ରି ହେଉଥିବା ପୁସ୍ତକ ଅଛି, ସବୁଠାରୁ ଅଧିକ ବିକ୍ରି ହେଉଥିବା ପୁସ୍ତକ ହେଉଛି ବାଇବେଲ। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ଏପରି କେଉଁ ବିଷୟ ଅଛି ଯାହାକି ବାଧ୍ୟ କରେ ଜଣକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଆସିବା ନିମନ୍ତେ? ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ବର୍ତ୍ତମାନ ଆମେ ଲକ୍ଷ୍ୟ କରିବା ଶ୍ରୀ ରାମଚନ୍ଦ୍ର ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟରେ କ'ଣ ଅନ୍ତର ରହିଛି, କ'ଣ ପାର୍ଥକ୍ୟ ରହିଛି ଆମେ ଦେଖିବା। ଯଦି ଆମେ ଜନ୍ମ ବିଷୟରେ ଦେଖିବା, ତେବେ ଶ୍ରୀ ରାମଚନ୍ଦ୍ର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ। ଆଉ ସେ କେବେ ଜନ୍ମଗ୍ରହଣ କଲେ? କର୍କଟ ରାଶିରେ, ପୁନର୍ବାସୁ ନକ୍ଷତ୍ରରେ, ଚୈତ୍ର ମାସରେ, ଶୁକ୍ଳପକ୍ଷ ନବମ ଦିନରେ ଅଯୋଧ୍ୟା ନଗରରେ ଜନ୍ମଗ୍ରହଣ କରିଥିଲେ। ଏବଂ ଜନ୍ମ କରିବା ଡେଟ୍ ଥିଲା, ତାରିଖ ଥିଲା ଫେବୃଆରୀ 22, 7119 BCE। ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର 7119 ବର୍ଷ ପୂର୍ବରୁ ଜନ୍ମଗ୍ରହଣ କରିଥିଲେ ଶ୍ରୀ ରାମଚନ୍ଦ୍ର। ଆଉ ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଦେଖିବା, ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପରେ ହିଁ ଖ୍ରୀଷ୍ଟପୂର୍ବ ମସିହା ଏହିସବୁ ଆରମ୍ଭ ହେଇଥିଲା। ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବିଷୟରେ ଯଦି ଆମେ ଦେଖିବା, ବାଇବେଲର ଯେଉଁ 4 ସୁସମାଚାର ରହିଅଛି, ମାଥ୍ୟୁ, ମାର୍କ ଏବଂ ଲୁକ, ଯୋହନ, এই 4ଟି ସୁସମାଚାର ପୁସ୍ତକରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ତେବେ ଇଏ ଥିଲା ଜନ୍ମ ବିଷୟରେ, ଆଉ ଇଏ ଥିଲା ପ୍ରଥମ ପଏଣ୍ଟ। ବର୍ତ୍ତମାନ ଦ୍ୱିତୀୟ ପଏଣ୍ଟ ଆମେ ଦେଖିବା, ଦୁଇ ଜଣଙ୍କର କର୍ମ ବା ଚମତ୍କାର, କିଏ ଅଧିକ ଚମତ୍କାର କରିଥିଲା। ଯଦି ଆମେ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟ ଦେଖିବା, ତେବେ ସେ କୌଣସି ଚମତ୍କାର କରିବା ବିଷୟରେ ଜଣାପଡ଼େ ନାହିଁ। କୌଣସି ଧର୍ମଶାସ୍ତ୍ର ବି ଲିଖିତ ନୁହେଁ। ଯଦି ବି ଲେଖା ହେଉଛି, ମୋତେ ଆପଣ କମେଣ୍ଟ କରନ୍ତୁ, ମୁଁ ବି ଜାଣିବା ପାଇଁ ଚାହେଁ। କିନ୍ତୁ ଯଦି ଆମେ ଯୀଶୁଙ୍କ ବିଷୟରେ ଦେଖିବା, ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଗଣିତ ଆଶ୍ଚର୍ଯ୍ୟକର୍ମ କରିଥିଲେ। ଅଗଣିତ ମାନେ ହେଉଛି ଯାହା କେବେ ଗଣା ଯାଇପାରେ ନାହିଁ। ହଁ ବନ୍ଧୁଗଣ, ଏମିତି ଲେଖା ଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟ ଅନେକଙ୍କୁ ସୁସ୍ଥ କଲେ। ଅନେକର ଅର୍ଥ ହେଉଛି ତାର ହିସାବ ରଖାଯାଇନି, ତାର ସଂଖ୍ୟା ରହୁଛି ଅଧିକ।
କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେ ବି ଚମତ୍କାର କଲେ, ସେ ଚମତ୍କାର ଭିତରେ ଯେଉଁ 37ଟି ବଡ଼ ବଡ଼ ଚମତ୍କାର ଥିଲା, କେବଳ ସେ ବଡ଼ ବଡ଼ 37ଟି ଚମତ୍କାର ବିଷୟରେ ବାଇବଲ ଲେଖା ଅଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ କଲେ। ଇଏ ଥିଲା ଦ୍ୱିତୀୟ ପଏଣ୍ଟ। ଏବଂ ତୃତୀୟ ପଏଣ୍ଟ ହେଉଛି ଶ୍ରୀରାମଚନ୍ଦ୍ର ଅସ୍ତ୍ର ଧାରଣ କରୁନଥିଲେ, ଶ୍ରୀରାମଚନ୍ଦ୍ର ଅସ୍ତ୍ର ଧାରଣ କରୁଥିଲେ କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ଅସ୍ତ୍ର ଧାରଣ କରିନଥିଲେ। ଶ୍ରୀରାମଚନ୍ଦ୍ରଙ୍କ ଅସ୍ତ୍ର କ'ଣ ଥିଲା? ଧନୁ ଏବଂ ତୀର ଥିଲା, ଯାହାଦ୍ୱାରା ସେ ଅନେକ ଦୁଷ୍ଟକୁ ବଧ କରିଥିଲେ, ଅନେକ ରାକ୍ଷସକୁ ବଧ କରିଥିଲେ। ତା ଭିତରେ ରାବଣ ଥିଲା, କୁମ୍ଭକର୍ଣ୍ଣ ଥିଲା, ବାଳି ଥିଲା, ଇନ୍ଦ୍ରଜିତ ଥିଲା, ଏପରି ଅନେକ ରାକ୍ଷସ ଥିଲେ ଯେଉଁମାନଙ୍କୁ ଶ୍ରୀରାମଚନ୍ଦ୍ର ବଧ କରିଥିଲେ। ଆଉ ଯଦି ଆମେ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଦେଖିବା, ଯେ ତାଙ୍କର କୌଣସି ଅସ୍ତ୍ର ନଥିଲା। ଅସ୍ତ୍ର ନଥିବାର କାରଣ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ପୁରା ମାନବ ଜଗତକୁ ଉଦ୍ଧାର କରିବା ପାଇଁ ଏ ଦୁନିଆକୁ ଆସିଥିଲେ। ଆଉ ଜଣେ ଆସିଥିଲେ ବିନାଶ କରିବା ପାଇଁ, ଦୁଷ୍ଟମାନଙ୍କୁ, ଅସୁରମାନଙ୍କୁ ହତ୍ୟା କରିବା ପାଇଁ, ଆଉ ଜଣେ ଆସିଥିଲେ ନିଜର ଜୀବନ ଦେଇ ବରଂ ଅନ୍ୟକୁ ଉଦ୍ଧାର କରିବା ପାଇଁ। ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ଚତୁର୍ଥ ପଏଣ୍ଟ ଆମେ ଦେଖିବା ଯେ ଶ୍ରୀରାମଚନ୍ଦ୍ର ତାଙ୍କ ଜୀବନରେ ବିବାହ କରିଥିଲେ ଆଉ ତାଙ୍କର ପତ୍ନୀଙ୍କର ନାମ ଥିଲା ସୀତା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କ ଜୀବନରେ କୌଣସି ରୂପେ ବିବାହ କରିନଥିଲେ, ଯାହାକି ଆମେ ବାଇବଲରେ ଆମେ ପ୍ରମାଣ ପାଉ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ 30 ବର୍ଷ ନିଜର ପିତାମାତାଙ୍କୁ ବଢ଼େଇ କାମରେ ସାହାଯ୍ୟ କଲା ପରେ, ନିଜ ପିତାଙ୍କୁ ବଢ଼େଇ କାମରେ ସାହାଯ୍ୟ କଲା ପରେ, ସେ ଆଉ ବାକି 3.5 ବର୍ଷ ଈଶ୍ୱରଙ୍କର ସେବା ନିମନ୍ତେ ବାହାରିଥିଲେ ଆଉ ମନ ପରିବର୍ତ୍ତନ ବିଷୟ ଘୋଷଣା କରୁଥିଲେ। କିଏ? ପ୍ରଭୁ ଯୀଶୁଖ୍ରୀଷ୍ଟ। ଆଉ ସେ ତାଙ୍କ ଜୀବନରେ ବିବାହ କଲେ ନାହିଁ, ଆଉ କିନ୍ତୁ ଶ୍ରୀରାମଚନ୍ଦ୍ର ତାଙ୍କ ଜୀବନରେ ବିବାହ କଲେ। ତାଙ୍କର ପତ୍ନୀଙ୍କ ନାମ ହେଉଛି ସୀତା, ଯାହାକି ରାମାୟଣ ଆମକୁ ପ୍ରମାଣ ଦିଏ। ଏବଂ ପରବର୍ତ୍ତୀ ବିଷୟ ଦେଖିବା ଯେ ଶ୍ରୀରାମଚନ୍ଦ୍ର ସର୍ଜୁ ନଦୀରେ ଆତ୍ମହତ୍ୟା କରିଥିଲେ ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କ୍ରୁଶ ଉପରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁର 3 ଦିନ ପରେ ପୁଣି ମୃତ୍ୟୁରୁ ପୁନର୍ଜୀବିତ ହୋଇଥିଲେ। ତେବେ ଏଇ ଯେଉଁ 5ଟି ପଏଣ୍ଟ ଆମେ ଦେଖିଲୁ, ଏ ପଏଣ୍ଟ ଭିତରୁ କୌଣସି ରୂପରେ ବି ଜଣାଯାଏ ନାହିଁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ଶ୍ରୀରାମଚନ୍ଦ୍ର ଜଣେ ଅଟନ୍ତି ବୋଲି, କାରଣ ଦୁଇ ଜଣଙ୍କର ଚରିତ୍ର ସମ୍ପୂର୍ଣ୍ଣ ରୂପେ ଅଲଗା ଅଟେ। ଶ୍ରୀରାମଚନ୍ଦ୍ରଙ୍କ ମୃତ୍ୟୁ ଅଲଗା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଅଲଗା। ସେ ଆତ୍ମହତ୍ୟା କଲେ, କ୍ରୁଶରେ ମଲେ। ଆଉ ଶ୍ରୀରାମଚନ୍ଦ୍ରଙ୍କ ଅସ୍ତ୍ର ଥିଲା କିନ୍ତୁ ଯୀଶୁଙ୍କର ଅସ୍ତ୍ର ନଥିଲା। ଆଉ ଯଦି ଆମେ ଚମତ୍କାର ବିଷୟରେ ଦେଖିବା, ପ୍ରଭୁ ଯୀଶୁଖ୍ରୀଷ୍ଟ ଅଧିକ ଚମତ୍କାର କଲେ, ମାନେ କୌଣସି ଗୋଟେ ବିଷୟରେ ବି ଖାପ ଖାଉ ନାହିଁ। ସବୁ ବିଷୟ ଆମେ ଅଲଗା ଅଲଗା ଦେଖିବାକୁ ପାଉ। ଆଉ ଯୀଶୁଙ୍କ ପରେ ମସିହା ଆରମ୍ଭ ହେଲା, ଖ୍ରୀଷ୍ଟାବ୍ଦ ଆରମ୍ଭ ହେଲା, ଖ୍ରୀଷ୍ଟପୂର୍ବ ଆରମ୍ଭ ହେଲା। ଆଉ ଯଦି ଆମେ ଜନ୍ମ ବିଷୟରେ ଦେଖିବା, ଜଣେ ଜନ୍ମ ହେଲା ଇସ୍ରାଏଲ ଦେଶରେ, ଜଣେ ଜନ୍ମ ହେଲା ଭାରତରେ। ଭାରତରେ ରାମଚନ୍ଦ୍ର ଜନ୍ମ ହେଲେ, ଇସ୍ରାଏଲ ଦେଶରେ ଯୀଶୁଖ୍ରୀଷ୍ଟ ଜନ୍ମ ହେଲେ। ତେବେ କୌଣସି ରୂପରେ ଦୁଇ ଜଣଙ୍କର ସମାନତା ଦେଖାଯାଏ ନାହିଁ। କେବଳ ଗୋଟିଏ ସମାନତା ଦେଖାଯାଏ, ସେଟା ହେଉଛି ଦୁଇ ଜଣ ଯାକ ମାନବ ଶରୀର ନେଇ ଜନ୍ମ ହେଲେ। କେବଳ ଏଇ ଗୋଟେ ବିଷୟ ସମାନତା ଅଛି, ନହେଲେ ଅନ୍ୟ କୌଣସି ବିଷୟରେ ସମାନତା ଦେଖାଯାଏ ନାହିଁ। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ଏ ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା ମୋତେ କମେଣ୍ଟ କରିବେ। ଆଉ ଏ ଭିଡ଼ିଓକୁ ଆପଣ ପ୍ରବଳରୁ ପ୍ରବଳ ମାତ୍ରାରେ ସେୟାର କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଜାଣିବାକୁ ପାଇବେ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓରେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।